କେତେ ଶୀଘ୍ର ଶୀଘ୍ର ଦିନ ଏବଂ ବର୍ଷ ବିତି ଯାଉଛି। ଲାଗୁଛି କେହି ଯଦି ସମୟ ଉପରେ ଟିକିଏ ଅଙ୍କୁଶ ଲଗାଇ ଦିଅନ୍ତା କି। କିନ୍ତୁ ଆମେ କ'ଣ ପ୍ରକୃତରେ ସମୟର ମୂଲ୍ୟ ବୁଝିପାରୁଛୁ? ପୁଣି ସମୟ ଅନୁସାରେ ତାର ପ୍ରକୃତ ଉପଯୋଗ କରୁଛୁ? କିଛି ଦିନ ତଳେ ମୁଁ ବିଶ୍ୱ ପ୍ରସିଦ୍ଧ ଫ୍ରେଞ୍ଚ ଉପନ୍ୟାସକ ମାର୍କ ଲେଭିଙ୍କ ଗୋଟିଏ ଲେଖାକୁ ପଢ଼ିଲି, ଯେଉଁଥିରେ ସେ ଅନେକ ଲୋକଙ୍କ ଦୃଷ୍ଟିକୋଣକୁ ନେଇ ସମୟର ମହତ୍ତ୍ୱକୁ ଦର୍ଶାଇଥିଲେ। ସେ ଲେଖିଥିଲେ, ଯଦି ଆପଣଙ୍କୁ ଗୋଟିଏ ବର୍ଷର ସମୟର ମହତ୍ତ୍ୱକୁ ଜାଣିବାର ଅଛି, ତେବେ ଆପଣ ସେହି ବିଷୟରେ ସେହି ଛାତ୍ରଙ୍କୁ ପଚାରନ୍ତୁ ଯିଏକି ପରୀକ୍ଷାରେ ଫେଲ୍ ହୋଇ ଗୋଟିଏ ବର୍ଷ ବିତାଇଛି। ଯଦି ଆପଣ ଗୋଟିଏ ମାସ ବିଷୟର ମହତ୍ତ୍ୱକୁ ଜାଣିବାକୁ ଚାହାନ୍ତି, ତେବେ ଆପଣ ସେହି ମାଆକୁ ପଚାରନ୍ତୁ ଯିଏକି ଗୋଟିଏ ମାସ ପୂର୍ବରୁ ନିଜ ଶିଶୁପୁତ୍ରକୁ ଜନ୍ମ ଦେଇଛି। ସେହିପରି ଆପଣ ଯଦି ଗୋଟିଏ ଘଣ୍ଟା ବିଷୟର ମହତ୍ତ୍ୱକୁ ଜାଣିବାକୁ ଚାହାନ୍ତି, ତେବେ ଆପଣ ପ୍ରେମ କରୁଥିବା 2 ଜଣ ବ୍ୟକ୍ତିଙ୍କୁ ପଚାରନ୍ତୁ। ପୁଣି ଆପଣ ଯଦି ଗୋଟିଏ ମିନିଟ୍ର ମହତ୍ତ୍ୱକୁ ଜାଣିବାକୁ ଚାହାନ୍ତି, ତେବେ ଆପଣ ତାଙ୍କୁ ପଚାରନ୍ତୁ ଯାହାର ବସ୍ ଚାଲିଯାଇଥିବ। ଆଉ ଯଦି ଆପଣ ଗୋଟିଏ ସେକେଣ୍ଡ ସମୟର ମହତ୍ତ୍ୱ ଜାଣିବାକୁ ଚାହାନ୍ତି, ତେବେ ଆପଣ ତାଙ୍କୁ ପଚାରନ୍ତୁ ଯିଏକି ଜୀବନ ଚାଲିଯିବା ପରି ଦୁର୍ଘଟଣାରୁ ବଞ୍ଚିଯାଇଥିବେ। ଆପଣ ଯଦି ଗୋଟିଏ ମୁହୂର୍ତ୍ତ ସମୟର ମହତ୍ତ୍ୱକୁ ଜାଣିବାକୁ ଚାହାନ୍ତି, ତେବେ ଆପଣ ଅଲିମ୍ପିକ୍ ଗେମ୍ରେ ରୌପ୍ୟ ପଦକ ଜିତିଥିବା ଖେଳାଳିକୁ ପଚାରନ୍ତୁ। କେତେ ସୁନ୍ଦର ଭାବରେ ସେହି ଲେଖକ ଜଣକ ସମୟର ମହତ୍ତ୍ୱକୁ ଦର୍ଶାଇଛନ୍ତି, ନୁହେଁ କି? କିନ୍ତୁ ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ କି ସମୟର ମହତ୍ତ୍ୱକୁ ନ ଜାଣି ନିଜ ନିଜ ସମୟକୁ ନଷ୍ଟ କରନ୍ତି। ମାତ୍ର ଆମେ ଯଦି ଆମ ଦିନର ଓ କାର୍ଯ୍ୟର ଯୋଜନାକୁ ଠିକ୍ ଭାବରେ କରୁ, ତେବେ ତାହା ଆମର, ପୁଣି ଆମ କର୍ମସ୍ଥଳୀର ଏବଂ ଆମ ଚାରିପାଖରେ ଥିବା ଲୋକମାନଙ୍କର ଲାଭ ମଧ୍ୟ ହେବ। କେତେ ଆଶ୍ଚର୍ଯ୍ୟର କଥା ଯେ ପ୍ରଭୁ ପରମେଶ୍ୱର ମଧ୍ୟ ବିନା ଭେଦଭାବରେ ସମସ୍ତଙ୍କ ନିମନ୍ତେ ଦିନରେ କେବଳ 24 ଘଣ୍ଟା ହିଁ ନିର୍ଦ୍ଧାରଣ କରିଅଛନ୍ତି। ତେବେ ଯେ କେହି ସେହି 24 ଘଣ୍ଟାର ଠିକ୍ ଉପଯୋଗ କରିବ, ସମୟ ମଧ୍ୟ ଯେମିତି ତା ସପକ୍ଷରେ ହିଁ ରହିବ। ତେବେ ଆଜି ଆପଣ କ'ଣ ପଦକ୍ଷେପ ନେଉଛନ୍ତି? ସେଇଥିପାଇଁ ପବିତ୍ର ଈଶ୍ୱର ପବିତ୍ର ବାଇବଲରେ ଏଇ କଥା କହନ୍ତି, ସମୟର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ।